କହିବେ କଳିଯୁଗ ଆଉ କାଳିଯୁଗ ବୋଲି ଆପଣ କହିଲେ ତାର ଅର୍ଥ କ'ଣ? ଦେଖନ୍ତୁ ବର୍ତ୍ତମାନ ଯାହାର ଭାବ ଅଛି ତାର ଅଭାବ ଅଛି। ଏବେ ଲୋକଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ଅଛି। ମୁଁ 25 ବର୍ଷ ତଳକୁ ଗଲାବେଳକୁ ସେତେବେଳେ ଜଏଣ୍ଟ ଫ୍ୟାମିଲି ଥିଲା। ବାପା ମା ଭାଇ ଭଉଣୀ ପରିବାର ଦାଦା ଖୁଡ଼ି ସମସ୍ତେ ମିଶିକିରି ରହୁଥିଲେ। କିନ୍ତୁ ଘରେ ସମସ୍ତଙ୍କ ଭିତରେ ଗୋଟେ ଭାତୃପ୍ରେମ ଥିଲା ଏବଂ ପ୍ରେମ ଥିଲା, ସ୍ନେହ ଥିଲା ଏବଂ ଶ୍ରଦ୍ଧା ଥିଲା। ସେଥିପାଇଁ କୁହାଯାଏ ଶ୍ରଦ୍ଧାରୁ ହେଉଛି ଶ୍ରାଦ୍ଧ। ତେଣୁ ସେ ଶ୍ରାଦ୍ଧଟା ଆମେ ଯେଉଁ ଖାଉଥିଲେ ସେ ଗୋଟେ ବାସ୍ନା ଆସୁଥିଲା। କିନ୍ତୁ ଧୀରେ ଧୀରେ ଯେତେବେଳେ ଲୋକଙ୍କର ଯେଉଁ ନାରୀମାନେ ପୃଥିବୀକୁ ଆସିଲେ, ଯେଉଁ ଆଗାମୀ 2000 ମସିହା ପରେ ଯେଉଁ ପୃଥିବୀ ତିଆରି ହେଲା ମହାବାତ୍ୟା ପରେ, ସେତେବେଳେ ମୋର କାହିଁ ଟିକେ ଧାରଣା ଚେଞ୍ଜ ହେଲା ଯେ ସେଇ ଧାରଣା ଚେଞ୍ଜ ହେଲା କ'ଣ ଘରେ ଘରେ କଳି ପଶିଗଲା ଏବଂ ଯାହାକୁ ଦେଖିବ ସମସ୍ତେ ଖାଲି କଳିକଜିଆ ଭିତରେ ବୁଡ଼ିକି ରହିଲେ। ଯେତେବେଳେ ସମସ୍ତେ କଳିକଜିଆ ଭିତରେ ବୁଡ଼ିକି ରହିଲେ ମୁଁ ଭାବିଲି ଯେ କଳି ଯେମିତି ପ୍ରତ୍ୟେକ ସମୟରେ ଯେଉଁ ଯୁଗକୁ ଆପଣ ଦେଖନ୍ତୁ ଗୋଟେ ନାରୀ ପାଇଁ କଳି ସୃଷ୍ଟି ହେଇଥିଲା, ସେ ମହାଭାରତ ହେଉ ରାମାୟଣ ହେଉ ପ୍ରତି ପାଇଁ। ତେଣୁ ମୁଁ ଭାବିଲି ଏ ଯୁଗରେ ମଧ୍ୟ ସେଇ ଯେତେବେଳେ ପୁରୁଷକୁ କେବଳ 2 ଅଣ୍ଡା ଖାଇବାକୁ ଦରକାର, 12ଟା ବେଳେ ତାକୁ ଟିକେ ଭଲ ଖାଇବାକୁ ଦରକାର, ରାତିରେ ଶୋଇଲା ବେଳେ ଟିକେ ଭଲ ଖାଇବାକୁ ଦରକାର। ସେ ବୁଲିଥାଏ ଅନ୍ୟ ଖାଦ୍ୟ ଅନ୍ୱେଷଣରେ ଯେ ମୋ ପିଲାମାନଙ୍କୁ କେମିତି ଭଲ ଖାଇବାକୁ ଦେବି ଏବଂ ମୋ ପରିବାରକୁ କେମିତି ଚଳେଇବି, ତାକୁ ଆଉ କିଛି ଦରକାର ନଥାଏ। କିନ୍ତୁ ଘରେ ଆସିକି ଯେତେବେଳେ ପହଞ୍ଚିଲା ବେଳକୁ ମା ହୁଅନ୍ତୁ ବା ଭଉଣୀ ହୁଅନ୍ତୁ ବା ଜଣେ ସସ୍ତ୍ରୀକ ବି ହୁଅନ୍ତୁ, ତାଙ୍କ ମନ ଭିତରେ ଯେତେବେଳେ ଭିନ୍ନ ଧାରଣା ସୃଷ୍ଟି କରିଦିଅନ୍ତି ସେତେବେଳେ ସେ କଳିଟା ସୃଷ୍ଟି ହୁଏ। ତେଣୁ ମୋର କାହିଁ ଧାରଣା ହେଲା ଯେ ଏ କଳି କୌଣସି ଗୋଟେ ନାରୀଙ୍କ ସହିତ ସୃଷ୍ଟି ହେଇପାରେ ବା ଗୋଟେ ନର ପାଇଁ ବି ସୃଷ୍ଟି ହେଇପାରେ। ତେଣୁ ମୁଁ ଚିନ୍ତା କଲି ଇଏ କଳିଯୁଗ ନୁହଁ, ଏଇଟା ହେଉଛି କାଳିଯୁଗ, ହେଲେ କି? ତେଣୁ ଧୀରେ ଧୀରେ ମୋ ମନ ଭିତରେ ଆସିଲା କୌଣସି ଗୋଟେ କଳି ନାରୀକୁ ଛାଡ଼ିକି ହେଇପାରେ ନାହିଁ, ସିଏ ଯେକୌଣସି ଯୁଗରେ ହେଉ। ତେଣୁ ମୋତେ କାହିଁକି ଟିକେ ଲାଗିଲା ଏଇଟା କଳିଯୁଗ ନୁହଁ, ଏଇଟା ବୋଧେ ହୁଏ କାଳିଯୁଗ। ତେଣୁ ସେଥିପାଇଁ ମୁଁ ଯେଉଁ ମହାପ୍ରଭୁ ଯେତେବେଳେ ଶିବଙ୍କ ଉପରେ ମା ଚଢ଼ି ଯାଇଥିଲେ, ସେଇ ମା ହେଉଛନ୍ତି ପାର୍ବତୀ, ଯେତେବେଳେ ଶାନ୍ତ ରୂପ ଥିଲେ। କିନ୍ତୁ ସେ ଯେତେବେଳେ ଉଗ୍ର ରୂପ ଧାରଣ କରିଦେଲେ ସେତେବେଳେ କାଳି ହେଇଗଲେ। ତେଣୁ ଅର୍ଥାତ୍ ସେଇ ନାରୀ ହେଉଛି ମା, ସେ କେତେବେଳେ ମମତାମୟୀ, କେତେବେଳେ ତା ରୂପ ଯେତେବେଳେ ପରିବର୍ତ୍ତନ କରୁଛି ସେତେବେଳେ କାଳି ହେଇଯାଉଛି। ତେଣୁ ସେଇଟା ସେତେବେଳେ କାଳି ହେଇଯାଉଛି, ସେତେବେଳେ ସେ କଳିର ଆବିର୍ଭାବ ସୃଷ୍ଟି ହେଉଛି କୌଣସି ଗୋଟେ ସୂକ୍ଷ୍ମ କାହାଣୀକୁ ନେଇକି। ଶେଷରେ ସେ ଚିନ୍ତା କରୁଛି ଯେ ମସ୍ତିଷ୍କ ଯେତେବେଳେ କୌଣସି ଗୋଟେ ସ୍ଥିତି ପରିବର୍ତ୍ତନ ହେଉଛି, ମନ ଏତେ ଅସ୍ଥିର ଯେ ହଠାତ୍ ଯଦି କୌଣସି ସ୍ଥିତି ପରିବର୍ତ୍ତନ ହେଉଛି ସେ ମନ ପାଇଁ, ଏବଂ ସେଠି ଗୋଟେ ଭୁଲ ଷ୍ଟେପ୍ ନେଇଯାଉଛି। ସ୍ୱାମୀକୁ ଗୋଟେ ଖରାପ କରି କହିଦେଉଛି, ଭାଇକି ଗୋଟେ ଖରାପ କରି କହିଦେଉଛି, ପରିବାରକୁ ଗୋଟେ ଖରାପ କହିଦେଉଛି ଏବଂ ଛୋଟିଆ ଜିନିଷଟାକୁ କଳିରୁ ସେ କାଳି ରୂପ ଧରିକିରି ବିଭିନ୍ନ କଥାଟାକୁ ଆଘାତ ଦେଲାଳିଆ କଥା କହୁଛି। ସେଥିପାଇଁ ମୋର କାହିଁ ଧାରଣା ହେଲା ଏ ଶବ୍ଦଟା ଯେ ପ୍ରକୃତରେ ଏଇଟା କଳି ନୁହଁ, ଏଇଟା ବୋଧେ ହୁଏ କାଳିଯୁଗ।